ମୁଁ ପଢ଼ିବାକୁ ଯାଇକରି ଚାକିରି ପାଇଗଲି। ସମ୍ବଲପୁରରେ ପ୍ରଥମ ଚାକିରି କଲି। ଚାକିରି ପଢ଼ିବା ଭିତରେ ପାଠପଢ଼ା ବନ୍ଦ ହୋଇଗଲା। ମନର ଅବଶୋଷ ରହିଥିଲା। ପରବର୍ତ୍ତୀ ସମୟରେ ଆଦିବାସୀ ହରିଜନ କଲ୍ୟାଣ ବିଭାଗର ଯେଉଁ ବ୍ୟବସ୍ଥା ଥିଲା ସେଥିରେ ମୁଁ ସମ୍ବଲପୁର ଚାକିରି କଲି। ତାପରେ ଢେଙ୍କାନାଳ ଟ୍ରାନ୍ସଫର ଆସିଲି। ଢେଙ୍କାନାଳ ଟ୍ରାନ୍ସଫର ଆସିବା ପରେ ସେଠି ମୋର ମନ ଭିତରେ ହେଲା ଯେ ଆଉ ଡେରି କରି ନ କରି ପଢ଼ା ଆରମ୍ଭ କରିବା। ମୁଁ ସେଇଠି ଜନୈକ ରବୀନ୍ଦ୍ରନାଥ ସିଂହଦେଓ ଜଣେ ଉଚ୍ଚକୋଟୀର ଶିକ୍ଷକ ଥିଲେ, ତାଙ୍କ ଅଧୀନରେ ମୁଁ ମାଟ୍ରିକ ପରୀକ୍ଷା ଦେଲି। ତାପରେ ମୋର ଟ୍ରାନ୍ସଫର ହୋଇଗଲା ସୁନ୍ଦରଗଡ଼। ସୁନ୍ଦରଗଡ଼ ଯାଇକି ଫାର୍ଷ୍ଟ ଇୟର ଡିଗ୍ରୀ ଆଉ BA BED ମଧ୍ୟ ସେଇଠି କଲି। BED ପରେ ମୋର ବିଶ୍ୱନାଥ ହାଇସ୍କୁଲରେ ପୋଷ୍ଟିଂ ହେଲା। ତାପରେ ମୁଁ ଉତ୍କଳ ୟୁନିଭର୍ସିଟିରୁ ପ୍ରସ୍ପେକ୍ଟ ମଗାଇଲି ଓଡ଼ିଆ କିମ୍ବା ପଲିଟିକାଲ ସାଇନ୍ସ PG କରିବା ପାଇଁ, କିନ୍ତୁ ପାରିବାରିକ ଅବସ୍ଥା ସାମାଜିକ ଅବସ୍ଥା ଅନୁକୂଳ ପରିବେଶ ନ ହେବାରୁ ସେ ଅବଶୋଷଟା ରହିଯାଇଥିଲା। କିନ୍ତୁ ମୋତେ ସୁବିଧା ସୁଯୋଗ ମିଳୁନଥିଲା। ଦ୍ୱିତୀୟତଃ ରାଜକନିକା ଭଳିଆ ନଦୀ ନାଳ ଘେରା ଅଞ୍ଚଳରେ ସୁଯୋଗ ମିଳୁନଥିଲା। ଏଇ କିଛି ଦିନ ତଳେ 2-4 ବର୍ଷ ତଳେ ବା କରୋନା ପୂର୍ବରୁ ଖବର ପାଇଲି ଯେ ଓଡ଼ିଶା ସରକାରଙ୍କ ଅନୁମତିରେ ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ ସମ୍ବଲପୁର ଅଧୀନରେ ଖୋଲିଛି। ଯେଉଁମାନେ ଚାହିଁବେ ବୟସ ବାର ନାହିଁ ସେମାନେ ପରୀକ୍ଷା ଦେଇପାରିବେ। ଇଏ ଖବର ପାଇଲା ପରେ ମୁଁ ସମ୍ବାଦ ପତ୍ରିକାରେ ବାହାରିଲା, ମୁଁ ନାମ ଲେଖାଇଲି 2022ରେ। 2024ରେ ପରୀକ୍ଷା ସରିଲା। ଆଉ ପରୀକ୍ଷା ଦେଇସାରିଲା ପରେ ରେଜଲ୍ଟ ବାହାରିଲା ଆପଣଙ୍କର ସେପ୍ଟେମ୍ବର 29 ତାରିଖରେ। ସେଥିରେ ପ୍ରକାଶ ପାଇଲା ଯେ ମୁଁ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛି। ଖୁସି ତ ଏଇଟା ନିଶ୍ଚିତ ରୂପେ, ଯେହେତୁ ଅବଶୋଷଟା ଆପଣଙ୍କର ହେଉ ମୋର ହେଉ ଯାହାର ଅବଶୋଷ ଥିବ, ଯେତେବେଳେ ଅବଶୋଷଟା ପୂରଣ ହୋଇଯାଏ ସେତେବେଳେ ନିଶ୍ଚିତ ରୂପେ ଖୁସି ଆସେ। ଖୁସି ବି ହେଉଛି ମଧ୍ୟ। ଆଉ ବାର୍ତ୍ତା ଏହା ଯେ ସମାଜରେ ଶିକ୍ଷାଟା ଜନ୍ମରୁ ଶେଷ ପର୍ଯ୍ୟନ୍ତ ଏକ ପ୍ରକ୍ରିୟା, ତାର କେବେ ସମାପ୍ତ ନାହିଁ। ତେଣୁ ଶିକ୍ଷାଗତ ଯୋଗ୍ୟତା ଯେଉଁମାନେ ଚାକିରି ଉଦ୍ଦେଶ୍ୟରେ କରୁଛନ୍ତି ତାଙ୍କ ପାଇଁ 20-22 ବର୍ଷ ଆବଶ୍ୟକ। ସେଇ ଦୃଷ୍ଟିରୁ ସେମାନେ ଚାକିରି କରିବାକୁ ଚାହୁଁଛନ୍ତି। କିନ୍ତୁ ଏବେ ଦେଖାଯାଉଛି ଯେ ବହୁ ସଂଖ୍ୟାର ଛାତ୍ରୀ PGରେ ନାମ ଲେଖାଉନାହାନ୍ତି କି ବହୁତ ଜଣ ଫେଲ୍ ହେଇକି ଯାଉଛନ୍ତି। ସେମାନଙ୍କୁ ମୋର ବାର୍ତ୍ତା ରହୁଛି ଯେ ପାଠ ଆଦୌ ଭିଡ଼ ଜିନିଷ ନୁହେଁ, କିନ୍ତୁ ମନୋବୃତ୍ତି ନିଜ ଅଧ୍ୟବସାୟ ଲାଗିଲେ ଯେକୌଣସି କାର୍ଯ୍ୟ କରିହେବ। ସେଇ ଦୃଷ୍ଟିକୋଣରୁ ପରବର୍ତ୍ତୀ ସମୟରେ ଯେଉଁ କଲେଜର ପିଲାମାନେ ପଛୁଆ ରହୁଛନ୍ତି ବା ଭୟ କରୁଛନ୍ତି, ସେମାନେ ନିର୍ଭୟରେ ନିଜେ ପରିଶ୍ରମ କରି ଯେକୌଣସି ଉଚ୍ଚ ସ୍ତରରେ ପହଞ୍ଚି ହେବ। ଏପରିକି ମୋର ଯଦି ସେ ଅନୁକୂଳ ପରିବେଶ ମିଳିଥାନ୍ତା ବା ମିଳନ୍ତା, ମୁଁ ମଧ୍ୟ PhD କରିବାକୁ ପଛାନ୍ତି ନାହିଁ।